ଯାଇଛ? ମୁଁ ଢେଙ୍କାନାଳରୁ ଆଇଛି। ଏତେ ବାଟ ହଜି ଯାଇଛ? ଆଉ କେତେ ପଇସା ଇଏ? ହଉ 50 ଟଙ୍କା ନେବୁ। ଆଉ ଏଇ ଛତୁ ପୁଡ଼ିଆଟା? ଛତୁ ଏଇଟାକ 160 ଏଇ 10 ଟଙ୍କା। ହଉ 10 ଟଙ୍କାକୁ ଶସ୍ତା ହେଇଛି ଟିକେ। ହେଲେ ଝିଅ ତୋର କଣ କଦଳୀ କେତେ? ମୋର ଏଇଟା 20 ଟଙ୍କା। 20 ଟଙ୍କା? ହଁ। ଏତେ କୋଉଠୁ ଆଣିକି ଭଲ ଶସ୍ତା ହେଇଛି? ହଁ ସେଇ ଯୋଉ ଛତ୍ର ବଜାର କଟକରୁ ଯାଇଲି ତ ଛତ୍ର ବଜାରରେ ଶସ୍ତା ହେଇଥିଲା। ଆଉ କମଳା? କମଳା ଗୁଡ଼ାକ ହଉଛି ହେଇଥିବ 60 ଆଉ ବିକ୍ରି କରୁଛି ଆଉ। ଅଧ କେଜି ନେବି। ଆଉ ସେ ଅଙ୍ଗୁର 200 ଦେବି। ଏଇ ଥୋଲାଟା ଏଇଟା ଆଉ କୋଳି ନଉନ? କୋଳି ଦିଟା ତ ମାଘ ମାସରେ କୋଳି ମୁଁ ଖାଉନି। ହଉ ଯେ ଛୁଆ ଦିଟା ଖାଇବୁ ଯଦି। ହଉ ଆଉ ଟିକେ ନଉନ। ଛୁଆ କେତେ ଥିବେ ତମର? ହଁ ଅଛନ୍ତି ସାଇ ପଡ଼ିଶା ପିଲାକୁ ଗୁଣ୍ଡ କରିଦେଲା। ହଉ ଆଉ ମୋର ଏଇଟା ଅଙ୍ଗୁର 100 ଲକ୍ଷ ଟଙ୍କା 160 ଆଉ। ହଉ ତମେ ଏଇଟା ସପୁରୀ ନିଅ, ନିଅ। ଏଇଟା ରଖିଥାଅ। ଏଇଟା ନେଇଥିଲା ଆଉ ଏଇଟା ତାଙ୍କର ସବୁ ନଉଛ। ତମର ଦେବି। ଏତିକି ଦିଅ ଦିଟା ଥୋଇଦିଅ। ଏତେ ପଇସା ନାହିଁ ତା ଛୁଆଙ୍କଠୁ ଛତୁଟା ରଖୁଛି। ରଖନି ଏଇଟା ଦେବି ତମକୁ। କୁଣିଆ ହେଇଛି ଖାଇବି। ଆଉ କୋଳିରୁ ଦିଟା ନେଉଛି, କମଳାରୁ ଗୋଟେ ନେଉଛି। ଆଉ ମାଉସୀ ଆଉ କିଛି ନେବନି? ନାଇଁ ତମେ ଯାଅ କୁଆଡ଼େ ବିକିବ। ବେଳକୁ ଉଠାଇ ପଇସା ନେବ। ଆଉ ଥରେ ଆସିକି ପଇସା ନେଇଯିବି। ମୋତେ ମାନେ ବିକ୍ରି ଆସି ସାର। ତମ ବାପା ମା ଏଠି ମାନେ ଛୁଆକୁ କହିଦେଇଥିଲି ବିକିବାକୁ।